ମୁଁ ବହୁଳ ଗ୍ରାମ ନରେନ୍ଦ୍ର କୁମାର ପ୍ରଧାନ। କେମିତି ଭାଇ ଅଛନ୍ତି? ଭଲ ଅଛି ଭାଇ ଅଗଷ୍ଟ 15 କେମିତି କଣ शुभेच्छा? ଜଗନ୍ନାଥଙ୍କ କୃପାରୁ ବହୁତ ଭଲ ଭଗବାନ ଜଗନ୍ନାଥ ରଖିଛନ୍ତି। ଭାଇ ଅଗଷ୍ଟ 15 ଆସୁଛି କେମିତି ଆପଣ ପାଳନ କରନ୍ତି? ପାଳନ ତ ଧୁମଧାମରେ ସାରା ଭାରତ ବର୍ଷରେ କରୁଛନ୍ତି, କିନ୍ତୁ ଲୋକମାନଙ୍କର ଯୋଉ ଛୋଟ ନୀତି ଗତି ପ୍ରକୃତିରୁ ଆଜି ପର୍ଯ୍ୟନ୍ତ ବି ପରାଧୀନତା ଭଳିଆ ଲାଗୁଛି। ଆଜ୍ଞା, କଣ ପରାଧୀନଟା ଲାଗୁଛି ଆପଣଙ୍କୁ? ହଁ, ଏଇ ଯୋଉ ସବୁ ଛୋଟ ମୋଟ କଥା ଯୋଉ କଥା ଗୁଡ଼ାକ ହବା କଥା ନୁହଁ, ସେମିତି ସେଗୁଡ଼ା ଖୋଲିକି କହିହେଉନି। କିନ୍ତୁ ଏଇ ଲୋକଙ୍କର ଗତିବିଧି ବି ଠିକ୍ ଠାକ୍ ରହୁନି। ଫାଇନାନ୍ସିଆଲ କଣ୍ଡିସନ ଭଲ ରହୁଛି, କିନ୍ତୁ ଛୋଟ ପ୍ରକୃତି ଆଜି ପର୍ଯ୍ୟନ୍ତ ବି ଯାଉଛି। ଭାଇ ଆଜି ଗୋଟେ ନାରୀଟେ ସୁରକ୍ଷିତ ଯାଇପାରୁଛି ଆଗ କାଳଠୁ ଏବେ ବେଶୀ ନୁହଁ? ବେଶୀ ଅସୁରକ୍ଷିତ ନାରୀ। ଆଚ୍ଛା, କେମିତି ଆପଣ ପାଳନ କରନ୍ତି ସେତେବେଳେ ସମୟ? ହଁ, କଣ କହିଲେ? ଆପଣଙ୍କ ବେଳେ କେମିତି ଥିଲା ଅଗଷ୍ଟ 15? ଅଗଷ୍ଟ ସେତେବେଳେ କିନ୍ତୁ ଶାନ୍ତି ଲାଗୁଥିଲା, ଶାନ୍ତି ଥିଲା। ଏବେ ବହୁତ ଦେଖାଣିଆ ସବୁ ଚାଲିଛି, ବହୁତ ଇଏ ମିଷ୍ଟାନ୍ନ ବଣ୍ଟନ, ଅମକ ବଣ୍ଟନ ସବୁ କୁଆଡ଼େ ଚାଲିଛି, କିନ୍ତୁ ଯୋଉ ମନ ଭିତରେ ଲୋକମାନଙ୍କର ଯୋଉ କ୍ରିଟିକାଲ କଥାଟା ଏପର୍ଯ୍ୟନ୍ତ ବି ଯାଉନି। ଆଚ୍ଛା, ଆପଣ କେମିତି ଦେଖନ୍ତି କଣ ହେଲେ ଏହାର ପରିଣାମ ଭଲ ହେଇପାରିବ? ପ୍ରଥମେ ଆମ ସାହିରୁ, ଆମ ଗାଁରୁ ଆଜ୍ଞା, ସେଇଟା ସବୁ କରେକ୍ସନ କରିବା ଦରକାର। ଆଜ୍ଞା, ହେଇଗଲେ ସବୁ ଇଏ ହବ, କରପସନ କମିବ। ଆଚ୍ଛା, ଏସବୁ ଜିନିଷ ଗାଁରୁ ଆଗ ମୂଳଦୁଆ, ଆଗ ୱାର୍ଡରୁ, ତାପରେ ପଞ୍ଚାୟତରୁ, ତାପରେ ଆମର ବ୍ଲକରୁ, ଏମିତି ଧୀରେ ଧୀରେ ତା ଷ୍ଟେଜ ୱାଇଜ ମଣିଷ ଛୋଟରୁ ବଡ ହବ। ଆଚ୍ଛା, ତଳମାହାଲ ଯଦି ଠିକ ଥିବ ଉପର ବାଲା କିଛି କରିପାରିବେ ନାହିଁ। ଆପଣ ଏବେ କେମିତି କଣ କରୁଛନ୍ତି? ମୁଁ ଯୋଉ ସବୁ ଛୋଟ ମାନେ ମୋର ତ ଆଉ କିଛି କରିବାର କଣ ବୟସ ବି ଇଏ ହେଲାଣି। ଆଜ୍ଞା, ତାପରେ ଏମିତି ସମାଜ ପ୍ରତି କିଛି ଲକ୍ଷ୍ୟ ସବୁ ଭଲ ଲାଗୁନି। ଏସବୁ ଦେଖିକି ଆଉ କଣ କରିବ? ଭାଇ ଆଜିର ଯୁବକ ଯୁବତୀ ମାନେ କେମିତି ରହିଛନ୍ତି? ବେକାର ହେଇ ବୁଲୁଛନ୍ତି। ବେକାର ହେଇ ବୁଲୁଛନ୍ତି। କଣ ହେଲେ ତାଙ୍କ ପାଇଁ ଗୋଟେ ଉନ୍ନତି ହେଇପାରନ୍ତି? ତାଙ୍କ ପାଇଁ କିଛି ଗୋଟେ ସ୍ୱଚ୍ଛ ଇଏକୃତ ଭାବରେ ଯୋଉ କିଛି ଗୋଟେ ସରକାର କଲେ ସେମାନେ ଏନଗେଜମେଣ୍ଟ ପାଇପାରନ୍ତି ପାଖାପାଖି। ଭାଇ ହଜାର ହଜାର ସରକାର ତ ଆସିକି କହିକି ଯାଉଛନ୍ତି, କଣ କରୁଛନ୍ତି? କାର୍ଯ୍ୟକାରୀ କିଛି ନାହିଁ। ଆଚ୍ଛା, ଏଇ ତ ସ୍ଵାଧୀନ ନା? ଏଇ ତ ସ୍ୱାଧୀନତା ଆଉ। ସବୁବେଳେ କୁହାଯାଏ ସ୍ଵାଧୀନ ହଉଛି। ସ୍ୱାଧୀନ ଆଉ। ଆଚ୍ଛା, ଆଉ କଣ କହିବେ ଆପଣ ସାଙ୍ଗସାଥି? ହଁ, ସମସ୍ତେ ତ ଭଲରେ ଅଛନ୍ତି। ଆଉ ସମସ୍ତେ କାହାକୁ ସମୟ ନାହିଁ, ମୋତେ କଥା ହେବା ପାଇଁ ଏତେ ବ୍ୟସ୍ତ, କାହାକୁ କଥା ହେବାକୁ ସମୟ ବି ନାହିଁ। ଆଜ୍ଞା, ଯେ ଯା କଣ ଶୋଇଥାନ୍ତୁ ବସିଥାନ୍ତୁ, କିନ୍ତୁ ବ୍ୟସ୍ତ, ସବୁ ବ୍ୟସ୍ତ। ଆଚ୍ଛା, ଗାଁରେ ଜନ୍ମ ହୋଇ କେମିତି ଲାଗୁଛି? ଗର୍ବ ଲାଗୁଛି? ଗାଁରେ ଜନ୍ମ ହେଇ ବହୁତ ଗର୍ବିତ, କିନ୍ତୁ ଏଇ ଯୋଉ ଗାଁରେ ବେଶୀ କ୍ରିଟିକାଲ ରହୁଛି। ଆଜ୍ଞା, ସହରରେ ବରଂ ଶାନ୍ତି ହେଲାଣି, କିନ୍ତୁ ଗାଁରେ ବେଶୀ କ୍ରିଟିକାଲ ରହୁଛି। ଆଚ୍ଛା, ଗୋଡ଼ ଟଣା ବୁଦ୍ଧି ଯାଉନି ଲୋକମାନଙ୍କର। ଗୋଟେ ସହଯୋଗ ସହାନୁଭୂତି କିଛି ନାହିଁ, ଏକତା ନାହିଁ। ଏକତା ନାହିଁ, ହାମବଡ଼ା ନୀତି ସବୁ ରହୁଛି। ଆଜ୍ଞା, ସମସ୍ତେ କହୁଛନ୍ତି ମୁଁ ବଡ଼, ଏଇ ସବୁ ବଡ଼ ସାନର ବିଚାର ନାହିଁ। ଥ୍ୟାଙ୍କ ୟୁ ଭାଇ।